ଏବେ ତ ଫୁଲକୋବିର ସିଜିନ୍ ଚାଲିଛି। ଥରେ ଏମିତି ବିନା ପିଆଜ ରସୁଣରେ ଫୁଲକୋବି ଆଳୁ ମସଲା ଭଜା ବନେଇ ଦେଖନ୍ତୁ। ଦେଖିବେ ୟା ଆଗରେ ବିନା ପିଆଜ ରସୁଣ ଦିନମାନଙ୍କରେ ଗ୍ରେଭି ବାଲା ତରକାରୀ ବି ଫିକା ପଡ଼ିବ। ଆଉ ରୁଟି, ପୁରୀ, ପରଟା, ପଖାଳ ଭାତ ହଉ କିମ୍ବା ଗରମ ଭାତ ସବୁଥିରେ ବହୁତ ବଢ଼ିଆ ଲାଗିବ। ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଯଦି ପସନ୍ଦ ଆସିବ ଲାଇକ୍ କମେଣ୍ଟ ସେୟାର କରିବେ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜରେ ଦେଖୁଥିଲେ ପ୍ଲିଜ୍ ଫେସବୁକ୍ ପେଜକୁ ମଧ୍ୟ ଫଲୋ କରିନେବେ। ଫୁଲକୋବିରେ ସବୁଠୁ ଭଲ ଆଇଟମ୍ ଆପଣମାନଙ୍କୁ କ'ଣ ଭଲ ଲାଗେ କମେଣ୍ଟ ସେକ୍ସନରେ ସିଓର ଜଣାଇବେ। ଏଇଠି ଗୋଟେ କଡ଼େଇ ବସେଇଛି। ଆଉ କଡ଼େଇ ଗରମ ହେଲା ପରେ ଆମେ ଅଛି ତାକୁ ରିଫାଇନ୍ ତେଲ ନୁହେଁ ସୋରିଷ ତେଲରେ ବନେଇବା। ଆପଣ ଯଦି ରିଫାଇନ୍ ତେଲରେ ବନେଇବେ ତାହେଲେ ବନେଇ ପାରିବେ। କଡ଼େଇରେ 2 ବଡ଼ ଚାମଚରୁ ଟିକେ ଅଧିକ ସୋରିଷ ତେଲ ଦେବା। ଏଠି କିଛି ଆଳୁକୁ ଏମିତି ଛୋଟ ଛୋଟ ମାନେ ଲମ୍ବା ଲମ୍ବା କରି କାଟିଛି, ଭଲସେ ଧୋଇ ଆଣିଛି। ତେଲ ଗରମ ହେଲା ପରେ ଆଳୁକୁ ଦେଇଦେବା। ଆଳୁ ଟିକେ ଭିତରୁ ଫିକାଳିଆ ନ ଲାଗିବା ପାଇଁ ଏଇଠି ଅଧ ଛୋଟ ଚାମଚରୁ କମ୍ ଟିକେ ଲୁଣ ଦେବା। ଆମେ ପରେ ଲୁଣ ପକେଇବା, ଟିକେ ଦେଖିକି ଲୁଣ ପକେଇବା। ଏଥିରେ ଲୁଣ ଦେଇଦେଲେ ଆଳୁଟା ଫିକାଳିଆ ଲାଗିବନି। ଆଉ ଲୁଣକୁ ଦେବା, ଆଳୁକୁ ଗୋଳେଇକି ଭାଜିବା। ଯଦି କଭର୍ ଦେବେ ଜଲ୍ଦି ଆଳୁ ସିଝିଯିବ, ଭଲସେ ଭାଜି ହେଇଯିବ। ଆଳୁ ଆମର ଏଇଠି 70 to 80% ପାଖାପାଖି ସିଝିଗଲାଣି। ଆକୁ ଆମେ କାଢ଼ି ନେବା। ଏତିକି ରଖିକି ଆମେ ଯଦି ଆଳୁକୁ ଭାଜିକି କାଢ଼ି ନେବା, ପରେ ଭଜା ବନେଇଲା ବେଳେ ଖୁବ୍ କମ୍ ସମୟରେ ଆମର ଭଜା ପ୍ରସ୍ତୁତ ହେଇଯିବ। ଏଠି ଆଳୁ ଆମର ଭାଜି ହେଇଯାଇଛି। ଆକୁ ଗୋଟେ ପାତ୍ରକୁ ଆମେ କାଢ଼ି ନେବା। ଏଇଠି ମୁଁ ସବୁ ଆଳୁ ଗୁଡ଼ାକୁ ଗୋଟେ ପ୍ଲେଟକୁ କାଢ଼ି ସାରିଲା ପରେ ସେଇ ଯେଉଁ ବଳକା ତେଲ ରଖିଛି ସେଇ ତେଲରେ ଆମେ ଆଉ କୋବିକୁ ଭାଜିବା। ଏଇଠି ମୁଁ ଗୋଟେ ବଡ଼ ସାଇଜ୍ର ଟିକେ କୋବିକୁ ଏମିତି ଭଲସେ ଧୋଇ ସାରିଛି। ଆଉ 2-3 ଥର ଧୋଇ ସାରିଲା ପରେ ସେଇ ବଳକା ତେଲରେ କୋବିକି ଆଡ଼୍ କରିନେବା। ଏଥିରେ ଯେମିତି ଅଧ ଛୋଟ ଚାମଚରୁ କମ୍ ଲୁଣ ଦେବା, ପରେ ଲୁଣ ପକାଇବା। କୋବିଟା ଟିକେ କଲର୍ ଲାଗିବା ପାଇଁ ଅଧ ଛୋଟ ଚାମଚରୁ କମ୍ ଟିକେ ଦେଇଦେବା ହଳଦୀ ଗୁଣ୍ଡ। ଆଉ କୋବିକି ଦେଇକି ସବୁ ଗୋଳେଇ ସାରିଲା ପରେ ତାକୁ କଭର୍ ଦେବା। ଆଉ କୋବିକି ଟିକେ ଗୋଳେଇ ଗୋଳେଇ ଭାଜିବା, ଯେମିତି କୋବି ଆମର 50 to 70% ପାଖାପାଖି ସିଝିଯିବ। ଦର୍ଶକ ବନ୍ଧୁ, ଥରେ ଏହି ଉପାୟରେ ଆପଣମାନେ ଫୁଲକୋବି ଆଳୁ ଭଜା ବିନା ପିଆଜ ରସୁଣରେ ବନେଇକି ଦେଖନ୍ତୁ। ଭେଜ୍ ଦିନମାନଙ୍କରେ ବିନା ପିଆଜ ରସୁଣ ଦିନମାନଙ୍କରେ ଆପଣମାନେ ସବୁବେଳେ ଏମିତି ବନେଇବାକୁ ଇଚ୍ଛା କରିବେ। ବହୁତ ଟେଷ୍ଟ ବନୁଥିଲା। ଏଠି କୋବି ମଧ୍ୟ ଆମର ବଢ଼ିଆ ଭାବରେ ଭାଜି ହେଇଯାଇଛି, କିନ୍ତୁ ଓଭର କୁକ୍ କରିବେନି। ପରେ ଯେହେତୁ ଆମେ ଭାଜିବା ସେଥିପାଇଁ କୋବି ଆଳୁକୁ ପୁରା 70 ପାଖାପାଖି 70% ସିଝିଥିବ, ସେତିକି ହିଁ ଭାଜିକି କାଢ଼ି ନେବା। ଏଇଠି ଆମର କୋବି ଆଉ ଆଳୁ ପୁରା 70% ଭାଜି ହେଇଯାଇଛି। ଆମେ ଆକୁ ପାତ୍ର ଗୋଟେ କାଢ଼ିକି ସାଇଡ଼୍ କରି ରଖିନେବା। ସେ ଯେଉଁ ବଳକା ତେଲ ରଖିଛି ସେଇଥିରେ 2ଟା ଟମାଟୋ ଆଉ ଗୋଟେ କ୍ୟାପ୍ସିକମ୍କୁ ଏମିତି ଦେଇକି ଭାଜି ନେବି। କ୍ୟାପ୍ସିକମ୍ ଟିକେ ଜଲ୍ଦି ସଫ୍ଟ ହୁଏନି, ଟାଣ ରୁହେ। ପ୍ରଥମେ ଆମେ କ୍ୟାପ୍ସିକମ୍କୁ ଦେବା, ତାପରେ ଟମାଟୋ ଭାଜିବା। ଯେହେତୁ ମୁଁ ଏକାବେଳେ ପକାଇ ଦେଇଛି, ଆପଣ ଏଇ ଷ୍ଟେପ୍ଟାକୁ ପ୍ରଥମେ କ୍ୟାପ୍ସିକମ୍ ଦେଇ 1 ସେକେଣ୍ଡ ଭାଜି ସାରିଲା ପରେ ଟମାଟୋକୁ ପକାଇକି ଭାଜିବେ। କ୍ୟାପ୍ସିକମ୍ ଆଉ ଟମାଟୋକୁ ପୁରା ଓଭର କୁକ୍ କରିବାନି, ଯେହେତୁ ଆମେ ପରେ ଭଜାରେ ଆଡ଼୍ କରିବା ସେ ପୁଣି ଅଟୋମେଟିକାଲି ଆଉ ଯାହା ଥିବ ସିଝିଯିବ। ଏଇଠି କ୍ୟାପ୍ସିକମ୍ ଆଉ ଟମାଟୋ ଭାଜି ହେଇଗଲା। ଆମେ ତାକୁ ଗୋଟେ ପାତ୍ରକୁ କାଢ଼ି ନେବା। କ୍ୟାପ୍ସିକମ୍ ଆଉ ଟମାଟୋ କାଢ଼ି ସାରିଲା ପରେ ସେଇଥିରେ ଆଉ ଗୋଟେ ଛୋଟ ଚାମଚ ଦେଇଦେବା ସୋରିଷ ତେଲ। ଯଦି ଆପଣମାନେ ମାନେ ବିନା ପିଆଜ ରସୁଣ ଦିନମାନକେ ରିଫାଇନ୍ ତେଲ ଖାଉଛନ୍ତି, ତାହେଲେ ଆଜିର ରେସିପି ରିଫାଇନ୍ ତେଲରେ ମଧ୍ୟ ବନେଇ ପାରିବେ। ତେଲ ଗରମ ହେଲା ପରେ ଅଧ ଛୋଟ ଚାମଚ ଦେଇଦେବା ଜିରା। ଜିରାକୁ ଟିକେ ଫୁଟିବା ପାଇଁ ଛାଡ଼ିବା। ଜିରା ଭଲସେ ଫୁଟିଗଲା ପରେ ଭଲ ବାସ୍ନା ଭଲ ଫ୍ଲେଭର୍ ପାଇଁ ଆମେ ଅଧ ଛୋଟ ଚାମଚ ବା 1 ପିଞ୍ଚ ଖଣ୍ଡେ ଦେଇଦେବା ହେଙ୍ଗୁ। ବଢ଼ିଆ ବାସ୍ନା ଆସିବ, ତା ସହିତ ଡାଇଜେସନ୍ ପାଇଁ ବହୁତ ବଢ଼ିଆ କାମ ଦେବ। ଜିରା ଆଉ ହେଙ୍ଗୁର ଫ୍ଲେଭର୍ ତେଲରେ ଆସିଗଲା ପରେ ମୁଁ ଏଠି ଗୋଟେ ଟମାଟୋକୁ ଏମିତି ଗ୍ରେଟର ସାହାଯ୍ୟରେ ଗ୍ରେଟ୍ କରି ନେଇଛି, ତାକୁ ଦେଇଦେବା। ଟମାଟୋକୁ ଟିକେ ଭାଜି ନେବା। ଟମାଟୋର କଞ୍ଚା ସ୍ମେଲ୍ ଗଲା ପରେ ଆମେ ସବୁ ପ୍ରକାର ଗୁଣ୍ଡ ମସଲାକୁ ଆଡ଼୍ କରିବା। ଏଇଠି ଟମାଟୋ ଟିକେ ଭାଜି ହେଇଗଲାଣି, ମସଲାରୁ ତେଲ ଛାଡ଼ିବା ଆରମ୍ଭ କଲାଣି। ତାପରେ ଆମେ ଏଥିରେ ସବୁ ପ୍ରକାର ଗୁଣ୍ଡ ମସଲା, ଟମାଟୋ ଆମର ମସଲା ତେଲ ଛାଡ଼ିଗଲାଣି। ଏଇଠି ଅଧ ଛୋଟ ଚାମଚ ଦେଇଦେବା ହଳଦୀ ଗୁଣ୍ଡ। ରାଗ ଯେତିକି ଖାଇବାକୁ ପସନ୍ଦ କରୁଥିବେ ସେଇ ହିସାବରେ ରାଗ ଲଙ୍କା ଗୁଣ୍ଡ। ଅଧ ଛୋଟ ଚାମଚରୁ କମ୍ ଜିରା ଗୁଣ୍ଡ, ଅଧ ଛୋଟ ଚାମଚରୁ କମ୍ ଦେବା ଧନିଆ ଗୁଣ୍ଡ। ଅଧ ଛୋଟ ଚାମଚ ଦେଇଦେବା ଗରମ ମସଲା ଆଉ କଲର୍ ପାଇଁ ଦେବା କାଶ୍ମୀର ଲଙ୍କା ଗୁଣ୍ଡ। ସେସବୁକୁ ଦେବା ଆଉ ଭଲସେ ଭାଜି ନେବା। ଯେତେବେଳେ ମସଲାରୁ ତେଲ ଅଲଗା ହେଇଯିବ ବା ଭଲସେ ଭାଜି ହେଇଯିବ, କଞ୍ଚା ସ୍ମେଲ୍ ଚାଲିଯିବ, ସେଇ ପର୍ଯ୍ୟନ୍ତ ଭାଜି ନେବା। ମସଲା ଯେହେତୁ ଆମେ ପାଣି ଦେଇନେ, ତାକୁ ଅଳ୍ପ ଟୋପେ ପାଣି ଗରମ ପାଣିକି ଆଡ଼୍ କରିବା। ମସଲା ସହିତ କଷିବା। ଯେହେତୁ ମସଲା ଆମର ଜଳିଯିବ, ନହେଲେ ତଳୁ ଲାଗିଗଲେ ଭଜା ଖାଇବାକୁ ବିଲକୁଲ ବି ଭଲ ଲାଗିବନି। ଏଠି ଅଳ୍ପ ପାଣି ଦେଇ ସାରିଲା ପରେ ଆଉ 1 ସେକେଣ୍ଡ କଷି ସାରିଲାଣି। ଏଠି ଆମେ ସ୍ୱାଦ ଅନୁସାରେ ଲୁଣ ଦେବା। ଏଠି ଦେଇଦେବା 1 ଚାମଚ ଆମଚୁର ପାଉଡ଼ର, ଅଳ୍ପ କିଛି କସ୍ତୁରୀ ମେଥି, ଅଧ ଛୋଟ ଚାମଚ ଦେଇଦେବା କରି ପାଉଡ଼ର। ସେସବୁକୁ ଦେଇକି ଭଲସେ ଗୋଳେଇ ନେବା। ଏଇଠି ଆମର ମସଲାରୁ ତେଲ ଛାଡ଼ିବା ଆରମ୍ଭ ହେଇଗଲାଣି, ଭଲସେ କଷି ହେଇଗଲାଣି। ଆପଣମାନେ ଦେଖନ୍ତୁ ଏଠି ତେଲ କେତେ ପରଫେକ୍ଟ କଷି ହେଇଛି, କୁକ୍ ହେଇଗଲାଣି, ମସଲାରୁ ତେଲ ଅଲଗା ହେଇଗଲାଣି। ଆଗରୁ ଭାଜିକି ରଖିଥିବା କୋବି ଆଉ ଆଳୁକୁ ଏଇ ଷ୍ଟେଜ୍ରେ ଆଡ଼୍ କରିନେବା।
କୋବି ଆଳୁକୁ ଦେଇ ସାରିଲା ପରେ ଆମେ ମସଲା ସହିତ 1-2 ମିନିଟ୍ ଭଲସେ ଗୋଳେଇ ନେବା। ମସଲା ସହିତ ବଢ଼ିଆ ସେ ଗୋଳେଇ ଦେବା। ଆଉ ଯେହେତୁ ଆମର କୋବି ଆଳୁ ଭଲସେ ଭାଜି ହେଇଥିଲା, ଆଗରୁ ସିଝି ଯାଇଥିଲା, ତେଣୁ କଭର ଦେବା ଆଉ ଲୋ ଫ୍ଲେମ୍ରେ ଆମ କୋବି ଆଳୁକୁ ଭାଜିବା। ଏଥିରେ ଆମେ ପାଣି ଦେବାନି। କୋବି ଆଳୁ ଭଲସେ ଆମର କଭର ଦେବେ, ଲୋ ଫ୍ଲେମ୍ରେ ରଖିଲେ କୋବି ଆଳୁ ଆମର ପୁରା ପରଫେକ୍ଟ ଭାଜି ହେଇଯିବ ବା କୁକ୍ ହେଇଯିବ। ଯଦି ଆପଣମାନେ ତେଲ ଅଧିକ ଖାଇବାକୁ ପସନ୍ଦ କରୁନାହାନ୍ତି, ତାହେଲେ ଆକୁ ନ ଭାଜିକି ଅଳ୍ପ ଟିକେ ନାକୁ 1 ଚାମଚ ଖଣ୍ଡେ ସୋରିଷ ତେଲ କିମ୍ବା ରିଫାଇନ୍ ତେଲକୁ ଦେଇକିରି କୋବି ଆଳୁକୁ ଭାଜିକି ଏହି ପ୍ରୋସେସରେ ବନେଇ ପାରିବେ। ଆଗରୁ ଭାଜିକି ରଖିଥିବା କ୍ୟାପ୍ସିକମ୍ ଓ ଟମାଟୋକୁ ଦେବା। ଏଇଠି 2ଟା କଞ୍ଚା ଲଙ୍କାକୁ ମଝିରୁ କଟ୍ ଲଗେଇକି ଦେଇଛି ଆଉ ସବୁତକ ଗୋଳେଇ ନେବା। ଟମାଟୋଟା ଭଜାରେ ପଡ଼ିଲେ ବହୁତ କଲରଫୁଲ୍ ଲାଗିବ ଦେଖିବା ପାଇଁ, ଆଉ ଭାଜି ହେଇଗଲେ ଭଜାଟା ବହୁତ ଟେଷ୍ଟ ଲାଗିବ। ଯେହେତୁ ଟମାଟୋ ଗୁଡ଼ାକ ମୋର ଜଲ୍ଦି ଟିକେ ମେଲ୍ଟ ହେଇଗଲା, ମୁଁ ଟିକେ କାଢ଼ି ନେଉଛି ଆଉ କଭର ଦେଇକି କୋବି ଆଳୁ ଆଉ କ୍ୟାପ୍ସିକମ୍ ଟିକେ କଭର ଦେଇଦେଲେ କୋବି ଆଳୁ କ୍ୟାପ୍ସିକମ୍ ବଢ଼ିଆ ସେ ସିଝିଯିବ ଆଉ ଖାଇବା ପାଇଁ ବହୁତ ବଢ଼ିଆ ଲାଗିବ। ତାକୁ କଭର ଦେଇ ଟମାଟୋକୁ ମୁଁ କାଢ଼ି ନେଇଛି। ତାପରେ ଆମେ ତାକୁ ଭଲସେ ଗୋଳେଇ ନେବା। ଟମାଟୋକୁ ଯଦି ଆମେ ପରେ ପକେଇକି ଭାଜିଥାବେ କ୍ୟାପ୍ସିକମ୍ ସହିତ, ତାହେଲେ ଆମର ଟମାଟୋ ଗୁଡ଼ା ଗୋଟା ଗୋଟା ରହିଥାନ୍ତା, ବହୁତ ବଢ଼ିଆ ଲାଗିଥାନ୍ତା ଦେଖିବା ପାଇଁ। ଏଇଠି ଆମର ଭଜା ରେଡ଼ି ହେଇଗଲା। ଆପଣମାନେ ଆ ଦେହରେ କିଛି କଟା ଧନିଆ ପତ୍ର ଦେଇ ଗୋଳେଇ ପାରିବେ। ଆମର ସୁପର ଟେଷ୍ଟି ବିନା ପିଆଜ ରସୁଣରେ ଫୁଲକୋବି ଆଳୁ ମସଲା ଭଜା ରେଡ଼ି। ଆପଣମାନେ ଥରେ ଏହି ପ୍ରୋସେସରେ ନିଶ୍ଚୟ କୋବି ସରିବା ପୂର୍ବରୁ ବନେଇକି ଦେଖନ୍ତୁ, ନିଶ୍ଚୟ ଆପଣମାନଙ୍କୁ ପସନ୍ଦ ଆସିବ। ଆଜିର ରେସିପି କେମିତି ଲାଗିଲା କମେଣ୍ଟ ସେକ୍ସନରେ ସିଓର ଜଣାଇବେ। ପୁଣି ଆସିବି ଗୋଟେ ନୂଆ ରେସିପି ସହିତ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର, ବାଏ।